ओम शांति सुप्रभात। एई मृत्यु लोकरु निजर बुद्धि को हटाई शांति धाम घर को फेरिबार पुरुषार्थ करुथिबा समस्त परमात्म प्रेमी श्रेष्ठ आत्मा मानंकु शुभ सकाळर शुभ अभिनंदन सुस्वागतम। घरु बाहर को जाई अनेक दिन परे पुनश्च घर को फेरिबा को थिबार समय जेते जेते निकटतर होउथाए फेरिबा बालार मन मध्य सेते उल्लसित हेउथाए। जेबेठारु दिन धार्य हो जाइथाए फेरिबार सेबेठारु अन्य केउ आड़े मन लागे नाही। घरर सदस्य गाँ रास्ता घाट बंधु बांधव इत्यादि समस्ते मने पड़ी जाइथांती। यह प्राय समस्तंकर अनुभव थिबो। पुनश्च जेतेबेले नूतन घरटिए तैयारी हेउथाए ता प्रति मोह बढ़ी जाइथाए एवं पुराणा घर ठारू धीरे धीरे आग्रह कमिबा को लागि थाए। मन सर्वदा अस्थिर होइथाए किपरि नुआ घर संपूर्ण हेबो एवं आमे सेठाकु जीवु। वर्तमान एई सारा विश्वर मध्य सेई अवस्था आसी जाइछि। एबे एही पुराणा कलिजुगी दुनियार महाविनाश निश्चिंत भावरे हेबो। एई नाटक एबे पूरा हेबा को जाउछि। एबे समस्तंकु मूल घर ब्रह्मलोक बा शांति धाम को फेरिबा को ही हेबो। तेणु निजर अवस्था को भल रखिबा पाई अमृत बेला बा ब्राह्म मुहूर्तरु उठी एकांतरे बसी विचार करिबा दरकार जे मु आत्मा अटे। एबे घर बाहुडार समय मते फेरिबा को हेबो। परंतु शास्त्र रे एही कलिजुगी दुनियार आयुष आहुरी 40,000 वर्ष बाकी अछि बोली लेखिदेबारु समस्ते भ्रमित हो जाउछंती। अनुभव करुछंती कि दुनिया विनाश निश्चय हेबो। परंतु शास्त्र को मान्यता देई सही कथारे भ्रमित हेबा कारणरु एई पुराणा दुनिया ठारू बुद्धि हटु नाही कि मूल कथा बा मूल घर आत्मिक घर बा शांति धाम मने पड़ु नाही कि नूतन दुनिया अर्थात सत्य जुगी स्वर्ग दुनिया मध्य बुद्धि रे आसु नाही। भगवान कहउछंती मो उपरे पूरा पूरा बलि चढ़ी जाओ। भक्ति रे काशी कलबट खाउथिले ना ताहा तो शरीर को नष्ट करिबा अर्थात जीवघात करुथिले। किंतु तुमको बुद्धि सहित मो उपरे समर्पित होई निमित्त होई सबु किछि संभालिबा को हेबो। एठारे मरिबार कौनसी कथा नहीं। मरिबा अर्थात बुद्धि सहित एई पुराणा दुनिया पुराणा देह देहर संबंध आदि को भूली जिबा। बुद्धिर जोग केवल जनक सहित रहू एपरिकी निजर पुआ झिया बा अन्य कौनसी देहधारी मने न पड़ंतु। देहर अभिमान संपूर्ण तुटी जाऊ। जेउ माने एही भली संपूर्ण बलि चढ़ी थांती सेही मानंकु ही शिव बाबांक ठारू सत्य आउ त्रेतया दुई जुगरे 21 जन्मर संपत्ति अर्थात सुख शांतिर राज्य प्राप्त होई थाए। केबे भी देह अभिमान रे आसी भगवानंकर
ଏବଂ ଈଶ୍ୱରୀୟ କୂଳର ବଦନାମ କରିବା ଅନୁଚିତ। କାରଣ ବାବା ଆମମାନଙ୍କୁ କଉଡ଼ିରୁ ହୀରାତୁଲ୍ୟ କରିବାର କୃପା ଏବେ ଆସି କରୁଛନ୍ତି। ଯେଉଁ ପିଲାମାନେ ପ୍ରତି ପାଦରେ ପ୍ରତ୍ୟେକ କାର୍ଯ୍ୟରେ ବାବାଙ୍କ ଠାରୁ ରାୟ ନେଇଥାନ୍ତି, ଅର୍ଥାତ୍ ପ୍ରତ୍ୟେକ କଥାରେ ଶ୍ରୀମତକୁ ପାଳନ କରିଥାନ୍ତି, କୌଣସି କଥା ନ ଲୁଚାଇ ସତ୍ୟ ପିତାଙ୍କୁ ସତ୍ୟ ସତ୍ୟ କହିଥାନ୍ତି, ସେମାନଙ୍କ ଉପରେ ସ୍ୱତଃ ହିଁ କୃପା ବର୍ଷା ହୋଇଥାଏ। ଏହି ଜ୍ଞାନ ସ୍ୱୟଂ ପରମପିତା ପରମାତ୍ମା ଆସି ଦେଉଛନ୍ତି। ଯେଉଁ ଜ୍ଞାନ ପୁଣି ପ୍ରାୟ ଲୋପ ହୋଇଯାଉଛି। ଏହା ଆତ୍ମିକ ଯାତ୍ରା ଅଟେ, ଯେଉଁ ଯାତ୍ରା ତୁମେ ବ୍ରହ୍ମାମୁଖ ବଂଶାବଳୀ ବ୍ରାହ୍ମଣମାନେ କରାଉଛ ବା ଅନ୍ୟମାନଙ୍କୁ ଏହି ଯାତ୍ରା ବିଷୟରେ ଶିକ୍ଷା ଦେଉଛ। ଏହି ଯାତ୍ରା ବିଷୟରେ କେହି ହେଲେ ଜାଣିନାହାନ୍ତି। ସେମାନେ କେବଳ ପୁରୁଷାର୍ଥ କରୁଛନ୍ତି ବ୍ରହ୍ମରେ ଲୀନ ହେଇ ଆଉ ନ ଫେରିବାକୁ। ତେବେ ପୁଣି ତୀର୍ଥଯାତ୍ରା କରିବାର କି ଆବଶ୍ୟକତା ରହିଛି? ବାକି ବ୍ରହ୍ମ ତ ହେଉଛି ମହତ୍ତତ୍ଵ, ରହିବାର ସ୍ଥାନ। ସେଥିରେ କେହି ଲୀନ ହୁଅନ୍ତି ନାହିଁ କି ମିଶି ଯାଇନଥାନ୍ତି। ଏହା ସୃଷ୍ଟି ନାଟକର ପରିପନ୍ଥୀ। ସେମାନଙ୍କୁ ଜଣା ନାହିଁ ଯେ ମୁଁ କଳ୍ପର ଅନ୍ତିମ ସମୟରେ ଆସିଥାଏ ସମସ୍ତଙ୍କୁ ନିର୍ବାଣ ଧାମ, ଶାନ୍ତିଧାମ ବା ବ୍ରହ୍ମଲୋକକୁ ନେଇଯିବା ପାଇଁ। ସେଥିପାଇଁ ଏହି ବେହଦ ନାଟକର ବେହଦ ପରୀକ୍ଷାରେ ସମ୍ପୂର୍ଣ୍ଣ ପାସ୍ ହେବା ପାଇଁ ନିଜ ଭିତରେ ଯାହା କିଛି ବି ଦୁର୍ବଳତା ରହିଛି, ବିକାରର ଅଂଶ ଅଛି, ସେଗୁଡ଼ିକୁ ସମାପ୍ତ କରିଦେବାକୁ ହେବ। କୌଣସି ବି କଥାର ଅହଙ୍କାର ରଖିବାର ନାହିଁ। ଦୃଷ୍ଟିକୁ ବହୁତ ବହୁତ ପବିତ୍ର ଶୁଦ୍ଧ ରଖିବାକୁ ହେବ। କେବେ ବି କୌଣସି ଦେହଧାରୀ ପ୍ରତି ଆକର୍ଷିତ ହେବାର ନାହିଁ। ପୁରା ଆତ୍ମ ଅଭିମାନୀ ହେବାର ଅଛି। ଶିବ ବାବା କହୁଛନ୍ତି, ନିଜର ଶାନ୍ତିର ଶକ୍ତି ଦ୍ୱାରା ଖରାପକୁ ଭଲରେ ପରିବର୍ତ୍ତନ କରୁଥିବା ଶୁଭ ଭାବନା ସମ୍ପନ୍ନ ଆତ୍ମା ହୁଅ। ଯେପରି ଆଜିକାଲି ବିଜ୍ଞାନର ଅତ୍ୟାଧୁନିକ ଯନ୍ତ୍ରପାତି ଦ୍ୱାରା ପୁରୁଣା ଓ ଖରାପ ଜିନିଷକୁ ପରିବର୍ତ୍ତନ କରି ଭଲ ଜିନିଷ ତିଆରି କରିଦେଉଛନ୍ତି, ସେହିଭଳି ତୁମେମାନେ ଶାନ୍ତିର ଶକ୍ତି ଦ୍ୱାରା ଖରାପ କଥାକୁ, ଖରାପ ସମ୍ବନ୍ଧକୁ ଭଲରେ ପରିବର୍ତ୍ତନ କରିଦିଅ। ଏଭଳି ଶୁଭ ଭାବନା ସମ୍ପନ୍ନ ହେଇଯାଅ, ଯାହାକି ତୁମର ଶ୍ରେଷ୍ଠ ସଂକଳ୍ପ ଦ୍ୱାରା ଅନ୍ୟ ଆତ୍ମାମାନେ ମଧ୍ୟ ଖରାପକୁ ପରିବର୍ତ୍ତନ କରି ଭଲକୁ ଧାରଣ କରିନେବେ। ଯଦି ସହନଶୀଳତାର ଗୁଣକୁ ଧାରଣ କରିବ, ତେବେ କଠୋର ସଂସ୍କାର ମଧ୍ୟ ଶୀତଳ ହୋଇଯିବ ଏବଂ ସ୍ଥିତି ମଧ୍ୟ ମଜବୁତ ହୋଇଯିବ। ଯେପରି କମାର ଲୁହାକୁ ନିଆଁରେ ପୋଡ଼ିଲା ପରେ ବିଭିନ୍ନ ରୂପରେ ମଜବୁତ କରିବା ପାଇଁ ପାଣିରେ ବୁଡ଼ାଇଥାନ୍ତି। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ଆସନ୍ତାକାଲି ପୁନଶ୍ଚ ଆମେମାନେ ଏକତ୍ରିତ ହେବା ସେହି କଲ୍ୟାଣକାରୀ ପରମାତ୍ମା ପିତାଙ୍କର ଆଉ କିଛି କଲ୍ୟାଣକାରୀ ମହାବାକ୍ୟକୁ ଆଲୋଚନା ମାଧ୍ୟମରେ ଧାରଣ କରିବା, ନିଜ ଜୀବନକୁ ପରିବର୍ତ୍ତନ କରିବା ସହିତ
ସାରା ବିଶ୍ୱର ପରିବର୍ତ୍ତନ କାର୍ଯ୍ୟରେ ନିଜକୁ ସହଯୋଗୀ କରିବା। ସାରା ବିଶ୍ୱର ଆତ୍ମାମାନଙ୍କର କଲ୍ୟାଣ ହେଉ। ସମସ୍ତେ ସୁଖ ଆଉ ଶାନ୍ତିର ଅନୁଭବ କରନ୍ତୁ। ଓମ୍ ଶାନ୍ତି। ଓମ୍ ଶାନ୍ତି। ଓମ୍ ଶାନ୍ତି।